ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା' ମାନେ, କିମ୍ବା ମୋର ଭାଇ କିମ୍ବା ଭଉଣୀମାନେ, କିମ୍ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ଗୋଟିଏ ପଦ ପର୍ବ ପଢ଼ିବା, ତାପରେ ଆଗକୁ ବଢ଼ିବା ନିମନ୍ତେ ଯିବା। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ପ୍ରକାର ସଙ୍କଟ କାଳ ହୋଇନାହିଁ, ଏପରି ସଙ୍କଟ କାଳ ଏହି ପୃଥିବୀରେ ଆସିବା ପାଇଁ ଯାଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପୃଥିବୀ ସୃଷ୍ଟିରୁ ଏହିପରି ସମୟ, ଏହିପରି ମାସ, ଏହିପରି ଦିନ, ଏହିପରି ବର୍ଷ ଏହି ପୃଥିବୀରେ ଭୟଙ୍କର ସମୟ ଆସିବା ପାଇଁ ଯାଉଅଛି। ଆପଣମାନେ ସମସ୍ତ ଲୋକ ଜାଗ୍ରତରେ ଥାନ୍ତୁ। ଆପଣମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ରୁହନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ। କାରଣ ଏହି ପୃଥିବୀରେ ଭୟଙ୍କର ସମୟ, ଭୟଙ୍କର ଦିନ, ଭୟଙ୍କର ମାସ ଆସିବା ପାଇଁ ଯାଉଅଛି। କିନ୍ତୁ ଆପଣମାନେ ଜାଣିବା ଦରକାର, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସବୁ ପାଇଁ ସବୁ ସମୟ ଅଛି। ଆପଣମାନେ ପଢ଼ିଥିବେ ଶେଷ ସମୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀରେ ଆମ୍ଭେମାନେ ଯେତେ ଜଣ ଅଛୁ ଏବଂ এই ପୃଥିବୀ ଅଛି, এই ପୃଥିବୀରେ ଆପଣମାନେ ଯାହା କିଛି ଦେଖୁଅଛନ୍ତି, এই ସମସ୍ତଙ୍କ ପାଇଁ ଶେଷ ସମୟ ଆସୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମନୁଷ୍ୟ ଜନ୍ମ ହେବାର ସମୟ ଅଛି, ମୃତ୍ୟୁ ହେବାର ସମୟ ଅଛି। ସବୁ ପାଇଁ ସବୁ ସମୟ ଅଛି। এই ପୃଥିବୀକୁ ପରମେଶ୍ୱର ସୃଷ୍ଟି କଲେ ଏବଂ এই ପୃଥିବୀ ମଧ୍ୟ ଦିନେ ବିନଷ୍ଟ ହେବ। ବୁଣିବାର ସମୟ ଅଛି, କାଟିବାର ସମୟ ମଧ୍ୟ ଅଛି। ଗୋଟିଏ ମନୁଷ୍ୟ ଜନ୍ମ ହେବାର ସମୟ ଅଛି, ମରିବାର ସମୟ ମଧ୍ୟ ଅଛି। ସବୁ ପାଇଁ ସବୁ ସମୟ ଅଛି। ଆପଣମାନେ ଜାଣନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ এই ପୃଥିବୀରେ ଏମିତି ଏକ ଦିନ, ଏମିତି ଏକ ମାସ, ଏମିତି ଏକ ସମୟ ଆସିବା ପାଇଁ ଯାଉଛି ଯେ ପୃଥିବୀ ସୃଷ୍ଟିରୁ କେବେ ମଧ୍ୟ ହୋଇନାହିଁ। ଏମିତି ଦିନ ଆସିବା ପାଇଁ ଯାଉଅଛି, ଏମିତି କାଳ ଆସିବା ପାଇଁ ଯାଉଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ଦାନିଏଲ ପୁସ୍ତକ ତାର 12 ପର୍ବ ପଢ଼ିବା ନିମନ୍ତେ ଯିବା। 12ର 1 ପଦ ପଢ଼ିବା ନିମନ୍ତେ ଯିବା। এই ସମୟରେ ଯଦି ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ, ନହେଲେ ଆପଣମାନେ ଲେଖିକି ରଖନ୍ତୁ। এই ଜାଗାରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ସମୟରେ ଅର୍ଥାତ୍ ଯୁଗାନ୍ତ ସମୟରେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୁଗାନ୍ତ ସମୟରେ ତୁମ ଲୋକର ସନ୍ତାନ ଗଣର ସାହାଯ୍ୟକାରୀ ମିଖାଏଲ, এই ଜାଗାରେ ମିଖାଏଲ ବୋଲି କହୁଅଛୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଆମ୍ଭେମାନେ ଯଦି এই ବାକ୍ୟର ଗଭୀରତା ଅର୍ଥାତ୍ ଆଦି ପୁସ୍ତକ ଯଦି ଦେଖିବା, এই ମିକାଏଲ ହେଉଛନ୍ତି ପ୍ରଭୁ ଯୀଶୁ। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ, କିମ୍ବା ଏ ବିଷୟରେ ଆଉ ଗୋଟିଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କ ପାଖରେ ପ୍ରକାଶ କରିବି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ସମୟରେ ତୁମ ଲୋକଙ୍କର ସାହାଯ୍ୟକାରୀ ଅର୍ଥାତ୍ ଯୁଗାନ୍ତ ବିଷୟ କୁହାଯାଉଅଛି, ସାହାଯ୍ୟକାରୀ ମିଖାଏଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟ କାଳ କେବେ ହୋଇନାହିଁ, ଏପରି ସଙ୍କଟ କାଳ ଉପସ୍ଥିତ ହେବ। ଆଉ ତୁମ ଗୋଷ୍ଠୀର ଯେ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ଶେଷ ସମୟରେ ଉଦ୍ଧାର ପାଇବେ। ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲିଖିତ ହୋଇଅଛି, সেই ଯୁଗାନ୍ତ ସମୟରେ ସେମାନେ ହିଁ ଉଦ୍ଧାର ପାଇବେ। ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ, ଆପଣମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହୋଇଅଛି କି ହୋଇନାହିଁ? ପ୍ରଭୁଙ୍କର ପ୍ରିୟ ଲୋକମାନେ,
ଆପଣମାନଙ୍କର ମତାମତ ଜଣାନ୍ତୁ। କିନ୍ତୁ ଏ ଜୀବନ ପୁସ୍ତକର ନାମ କାଟି ପାରନ୍ତି ପ୍ରଭୁ ଯୀଶୁ, ଲେଖି ମଧ୍ୟ ପାରନ୍ତି। ଏ ବିଷୟ ମଧ୍ୟ ଆପଣମାନଙ୍କ ପାଖରେ ପ୍ରକାଶ କରିବେ ଏବଂ ପଦ ପର୍ବ ମଧ୍ୟ ଆପଣମାନଙ୍କ ପାଖରେ ପ୍ରକାଶ କରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାପରେ ତଳରେ ଲେଖାଯାଏ, ପୁଣି ପୃଥିବୀ ଧୂଳିରେ ଯେଉଁମାନେ ଶୟନ କରିଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ, କେତେକ ଅନନ୍ତ ଜୀବନ ଓ କେତେକ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। ଏମିତି ଏକ ସମୟ, ଏମିତି ଏକ ମାସ, ଏମିତି ଏକ ବର୍ଷ, ଏମିତି ଏକ ଦିନ এই ପୃଥିବୀରେ ଆସିବା ପାଇଁ ଯାଉଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ ରୁହନ୍ତୁ, ଆପଣମାନେ ଜାଗ୍ରତ ରୁହନ୍ତୁ। କିନ୍ତୁ ମାତୀୟ ପୁସ୍ତକ ଲେଖାଯାଏ ଏ ଯୁଗାନ୍ତ ବିଷୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାତୀୟ ଲିଖିତ ସୁସମାଚାର ତାର 24 ପର୍ବ ତାର 21 ପଦରେ ଲେଖାଯାଏ, କାରଣ ସେତେବେଳେ ଏହିପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି କେବେ ହିଁ ଘଟିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହିପରି ଘଟଣା ଘଟିବା ପାଇଁ ଯାଉଅଛି, ଏହିପରି ସମୟ ଆସିବା ପାଇଁ ଯାଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ ଥାନ୍ତୁ, ଆପଣମାନେ ଜାଗ୍ରତ ଥାନ୍ତୁ। ଯଦି ଆପଣମାନଙ୍କର ନାମ ଯଦି ଜୀବନ ପୁସ୍ତକରେ ଯଦି ନାହିଁ, ତାହେଲେ ଆପଣମାନେ ବହୁତ ଅସୁବିଧା ବା ସେଇ ନର୍କରେ ଆପଣମାନଙ୍କୁ ଫିଙ୍ଗି ଦିଆଯିବ। କିନ୍ତୁ ଆସନ୍ତୁ ଆମେମାନେ ଆଗକୁ ବଢ଼ିବା। ଆପଣମାନଙ୍କ ପାଇଁ ସୁନ୍ଦର ଭାବରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। এই ଜାଗାରେ ଲେଖାଯାଏ, ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟ କାଳ କେବେ ହୋଇନାହିଁ, ଏହିପରି ସଙ୍କଟ କାଳ ଉପସ୍ଥିତ ହେବ। ଆଉ ତୁମ ଗୋଷ୍ଠୀର ଯେ ପ୍ରତ୍ୟେକ ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ଯଦି ଆପଣମାନଙ୍କର ନାମ ଯଦି ଜୀବନ ପୁସ୍ତକରେ ଲିଖିତ ହୋଇନାହିଁ କିମ୍ବା ହୋଇଅଛି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ଜାଣନ୍ତି ଏବଂ ପ୍ରଭୁ ଯୀଶୁ ଜାଣନ୍ତି। କେମିତି ଆପଣମାନେ ଜାଣନ୍ତି? ଆପଣଙ୍କର କର୍ମ ଅନୁସାରେ ସେଇ ଜାଗାରେ ଲେଖାଯାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ଗୋଟିଏ ପଦ ପର୍ବ ପଢ଼ିବା। ଯାତ୍ରା ପୁସ୍ତକ। এই ସମୟରେ ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି, ତାହେଲେ ନିହାତି ଭାବରେ ଆପଣମାନେ ଦେଖନ୍ତୁ। ଯାତ୍ରା ପୁସ୍ତକ ତାର 32 ପର୍ବ ତାର 32 ଏବଂ 33 এই ଜାଗାରେ ଲେଖାଯାଏ, ତଥାପି ଏବେ ତୁମେ ଯେବେ ସେମାନଙ୍କର ପାପ କ୍ଷମା କରିବ, ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି ତୁମର ଲିଖିତ ପୁସ୍ତକରୁ ମୋର ନାମ କାଟି ପକାଅ। এই ଜାଗାରେ ମୋଶା ପ୍ରଭୁ ଯୀଶୁଙ୍କୁ କହୁଅଛି, କାରଣ ଇସ୍ରାଏଲ ଲୋକମାନେ ପାପ କରୁଥିଲେ ବା ମୂର୍ତ୍ତି ପୂଜା କରିଥିଲେ, ସେଇ ବାଛୁରୀକୁ ପୂଜା କରୁଥିଲେ। ଆପଣମାନେ ଜାଣିଅଛନ୍ତି, ସେଥିପାଇଁ ସେମାନଙ୍କୁ କ୍ଷମା କରିବ ତ କର, ନହେଲେ ଯେଉଁ ପୁସ୍ତକ ତୁମେ ଲେଖିଅଛ ସେଥିରୁ ମୋର ନାମ କାଟି ପକାଅ। ଏହିପରି କହୁଅଛନ୍ତି ମୋଶା। କିନ୍ତୁ ତଳରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ 33 ପଦରେ ଲେଖାଯାଏ, ତହିଁରେ ସଦାପ୍ରଭୁ ମୋଶାକୁ କହିଲେ, ଯେଉଁ ଲୋକ ଆମ ବିରୁଦ୍ଧରେ ପାପ କରିଅଛି, ଆମେ ଆପଣା ପୁସ୍ତକରୁ ତାର ନାମ କାଟି ପକାଇବା। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ପ୍ରଭୁ ଯୀଶୁଙ୍କ ବିରୁଦ୍ଧରେ କିମ୍ବା ଖରାପ କାର୍ଯ୍ୟ ହେଉ, କିମ୍ବା ବ୍ୟଭିଚାର ହେଉ, କିମ୍ବା ମୂର୍ତ୍ତି ପୂଜା ହେଉ, ଯେକୌଣସି ଖରାପ କାର୍ଯ୍ୟ ହେଉ, ଯଦି ପ୍ରଭୁଙ୍କ ଦୃଷ୍ଟିରେ ଯଦି ମନ୍ଦ ଦିଶେ, ତାହେଲେ ଆପଣଙ୍କର ନାମ ଯେତେ ଆପଣମାନେ ଧାର୍ମିକ ଥାନ୍ତୁ, ଯେତେ ଆପଣମାନେ ପବିତ୍ର ଦେଖାଇ ହୁଅନ୍ତୁ ନା କାହିଁକି, ଯଦି ପରମେଶ୍ୱରଙ୍କର ଦୃଷ୍ଟିରେ ଯଦି ଆପଣମାନେ ପାପ କରନ୍ତି, ତାହେଲେ ଆପଣଙ୍କର ନାମ ଜୀବନ ପୁସ୍ତକରେ ପ୍ରଭୁ କାଟିଦେବେ ବା ସେଇ ଜୀବନ ପୁସ୍ତକରେ ଆପଣଙ୍କର ନାମ ରହିବ ନାହିଁ। ବର୍ତ୍ତମାନ ସମୟରେ ଏମିତି ଲୋକମାନେ ମଧ୍ୟ ଅଛନ୍ତି, ଲୋକମାନଙ୍କ ପାଖରେ ଧାର୍ମିକ ଦେଖାଇ ହୁଅନ୍ତି, ଭଲ ପ୍ରଚାର କରନ୍ତି, ଭଲ ଉପଦେଶ ଦିଅନ୍ତି, ଏବଂ ଏମିତି ମଧ୍ୟ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ।
ପ୍ରଚାର କରିବା ସମୟରେ ଝିଅମାନଙ୍କ ପ୍ରତି ଆକର୍ଷଣ ମଧ୍ୟ ହୁଅନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଜାଣନ୍ତି, କିନ୍ତୁ ଏଇ ଜାଗାରେ ଲେଖାଯାଏ ଯଦି ଆପଣମାନେ ପ୍ରଭୁଙ୍କ ଦୃଷ୍ଟିରେ ଯଦି ଆପଣମାନେ ମନ୍ଦ କାର୍ଯ୍ୟ କରିବେ ତାହେଲେ ଜୀବନ ପୁସ୍ତକରୁ ଆପଣଙ୍କର ନାମ ପ୍ରଭୁ ଯୀଶୁ କାଟିଦେବେ। ଯଦି ଜୀବନ ପୁସ୍ତକରେ ଯଦି ଆପଣଙ୍କର ନାମ ଯଦି ଥାଉ ବୋଲି ଇଚ୍ଛା କରୁଅଛନ୍ତି ତାହେଲେ ପ୍ରଭୁ ଯୀଶୁଙ୍କ ଦୃଷ୍ଟିରେ ଯାହା ଭଲ ତାହା କରିବା ଦରକାର ଏବଂ ଭଲ ବଦଳେ ମନ୍ଦ କରିବା ନାହିଁ, ଭଲ ହିଁ କରିବା ଦରକାର। ନହେଲେ ପ୍ରଭୁ ଯୀଶୁ ଆମ୍ଭମାନଙ୍କର ନାମ ଜୀବନ ପୁସ୍ତକରୁ କାଟି ପକାଇବେ। ଏଥିପ୍ରତି ଆପଣମାନେ ଜାଗ୍ରତ ଥାନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଯାତ୍ରା ପୁସ୍ତକ ତାର 32 ପର୍ବ ତାର 32 ଏବଂ 33 ପଦରେ এই ଜାଗାରେ ଲେଖାଯାଇଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯୋହନ ଲିଖିତ ସୁସମାଚାର ତାର 5 ପର୍ବ ତାର 28 ପଦରେ ଦେଖିବା। 5 ପର୍ବ ତାର 28 ପଦ, ଯୋହନ 5:28 এই জায়গায় লেখা যায় এতিরে চমৎকৃত হুও নাহি, কারণ ଯେଉଁ ସମୟରେ ସମାଦିଷ୍ଟ ସମସ୍ତେ ତାଙ୍କର ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଏଇ ଜାଗାରେ ଲେଖାଯାଏ ପୁଣି ପୁଣି ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରିଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ, କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇ ଉଠିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଜାଗ୍ରତ ଥାନ୍ତୁ। ଆମର ପୂର୍ବପୁରୁଷମାନେ ପୃଥିବୀ ସୃଷ୍ଟିରୁ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି ବର୍ତ୍ତମାନ ସମୟଠାରୁ ସେଇ ସମସ୍ତ ଲୋକ ପ୍ରଭୁଙ୍କର ସେଇ ଦିନରେ ସମସ୍ତ ଲୋକ ଯେଉଁମାନେ ଆପଣମାନେ ଜାଣିଥିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅନେକ ବିଶ୍ୱାସୀ ଲୋକମାନେ ଜାଣନ୍ତି ନାହିଁ, ବିଶ୍ୱାସ ମଧ୍ୟ କରନ୍ତି ନାହିଁ ସେ ଯେଉଁମାନେ ମୃତ୍ୟୁବରଣ ହୋଇଯାଇଛନ୍ତି ସେଇ ସମସ୍ତ ଲୋକ ପ୍ରଭୁଙ୍କର ସେଇ ଦିନରେ ସମସ୍ତ ଲୋକ ଉଠିବେ। ଆପଣଙ୍କର ପରିବାରରେ ଯେକୌଣସି ବ୍ୟକ୍ତି ମରିଅଛନ୍ତି କିମ୍ବା ଆପଣଙ୍କର ପୂର୍ବପୁରୁଷମାନେ ଆପଣମାନେ ଜାଣିନଥିବେ ସେମାନେ ମଧ୍ୟ ଯଦି ମରିଅଛନ୍ତି ସେଇ ସମସ୍ତ ଲୋକ ସେଇ ଦିନରେ ପ୍ରଭୁଙ୍କର ସେଇ ଯୁଗାନ୍ତ ସମୟରେ ସେଇ ଦିନରେ ଦିନରେ ସମସ୍ତ ଲୋକ ଉଠିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ସମସ୍ତ ଲୋକ ଉଠିବେ। ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଲୋକମାନଙ୍କୁ ନିଆଁ ମଧ୍ୟ ଲଗାନ୍ତି, ସେମାନେ ମଧ୍ୟ ଉଠିବେ। ଜିଜିକେଲ ଭବିଷ୍ୟତ ବକ୍ତାଙ୍କର ପୁସ୍ତକରେ ଯେତେ ହାଡ଼ କଙ୍କାଳ ଥିବ ସେଇ ସମସ୍ତ ଲୋକ ବା ସେଇ ସମସ୍ତ ହାଡ଼ କଙ୍କାଳ ଏକତ୍ରିତ ହୋଇ ପ୍ରଭୁ ଯୀଶୁ ସେମାନଙ୍କୁ ଆଉ ଗୋଟେ ଶରୀର ଦେବେ, କିନ୍ତୁ ସେମାନଙ୍କର ରକ୍ତ ନଥିବ। ଏମିତି ଏକ ଶରୀର ଦେବେ ପରମେଶ୍ୱର, ସେମାନେ ନିଜ ଚରଣରେ ସେମାନେ ଠିଆ ହେବେ। ବର୍ତ୍ତମାନ এই ପୃଥିବୀରେ ଏମିତି ଘଟଣା ଘଟିବା ପାଇଁ ଯାଉଛି। ପୃଥିବୀରେ ଏମିତି ଘଟଣା ଘଟିବା ପାଇଁ ଯାଉଛି ଯେତେ ଜଣ ମୃତ୍ୟୁବରଣ ହୋଇଅଛନ୍ତି ସେଇ ସମସ୍ତ ଲୋକ ଉଠିବେ ଏବଂ ଆମେମାନେ ଯେତେ ଜଣ ଜୀବିତଠୁ ଯଦି ଆମେମାନେ ଭଲ କରିଥିବା ବା ଧାର୍ମିକ ଜୀବନ ଯାପନ କରିଥିବା ତାହେଲେ ପ୍ରଭୁ ଯୀଶୁଙ୍କର ସହିତ ଆମେମାନେ ଚାଲିଯିବା। କିନ୍ତୁ ଯଦି ଆମେମାନେ ଖରାପ କାର୍ଯ୍ୟ କରିଅଛୁ ତାହେଲେ ଆମେମାନେ ରହିଯିବା ଏବଂ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି ସେମାନେ ସମସ୍ତ ଉଠିବେ ଏବଂ ସେମାନଙ୍କ ମଧ୍ୟରୁ ଯଦି ଯେଉଁମାନେ ଭଲ କାର୍ଯ୍ୟ କରିଥାନ୍ତି ତାହେଲେ ସେମାନେ ରୂପାନ୍ତରିତ ହୋଇ ପ୍ରଭୁ ଯୀଶୁଙ୍କ ସହିତ ଚାଲିଯିବେ ଏବଂ ଯେଉଁମାନେ ଖରାପ କାର୍ଯ୍ୟ କରିଅଛନ୍ତି ସେମାନଙ୍କୁ ଏବଂ ବର୍ତ୍ତମାନ ସମୟରେ ଆମେମାନେ ଯେତେ ଜଣ ଏହି ପୃଥିବୀରେ ଅଛୁ ବା ଯେତେ ଜଣ ଖରାପ କାର୍ଯ୍ୟ କରିଅଛୁ সেই সমস্ত ଲୋକଙ୍କୁ ଅଗ୍ନିରେ ପ୍ରଭୁ ଯୀଶୁ ଫିଙ୍ଗି ଦେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ କାହିଁକି ମୃତ୍ୟୁ ଲୋକମାନେ କାହିଁକି ଉଠିବେ? କାରଣ ମନୁଷ୍ୟର କର୍ମ ଅନୁସାରେ ବିଚାରିତ ହେବାକୁ ପଡ଼ିବ।
ଆପଣମାନେ ଭାବନ୍ତୁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଏହି ପୃଥିବୀରେ ସେତେ ଦିନ ପର୍ଯ୍ୟନ୍ତ ଜୀବିତ ଅଟୁ। ମନୁଷ୍ୟ ଜୀବନରେ ସୁଖ ଏବଂ ଦୁଃଖ, ଏବଂ ମନୁଷ୍ୟ ନିଜ ଇଚ୍ଛାରେ ମରିପାରେ ନାହିଁ, ନିଜ ଇଚ୍ଛାରେ ବଞ୍ଚି ମଧ୍ୟ ପାରେ ନାହିଁ। ଏବଂ ମନୁଷ୍ୟ ଜୀବନରେ ଏହି ପୃଥିବୀରେ ଆମେ ଯାହା ଯାହା କାର୍ଯ୍ୟ କରିଅଛୁ, ଆମର ନିଜର କର୍ମ ଅନୁସାରେ ଆମେମାନେ ବିଚାରିତ ହେବାକୁ ପଡ଼ିବ। ଏବଂ ଯେଉଁ ପରମେଶ୍ୱର ଆମକୁ ମାଟି ଦ୍ୱାରା ସୃଷ୍ଟି କଲେ, ମାଟିର ଧୂଳି ଦ୍ୱାରା ଆମକୁ ସୃଷ୍ଟି କଲେ, সেই ପରମେଶ୍ୱର ଆମକୁ ବିଚାର କରିବେ। ଏବଂ ଆମେମାନେ ସମସ୍ତ ଲୋକ ବିଚାରିତ ହେବା, ଏବଂ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି ସେମାନେ ମଧ୍ୟ ଉଠିବେ, ସେମାନେ ମଧ୍ୟ ବିଚାରିତ ହେବେ, ଏବଂ ସେମାନଙ୍କୁ ମଧ୍ୟ ପରମେଶ୍ୱର ବିଚାର କରିବ। ଆମେ ଭଲ କରିଅଛୁ କିମ୍ବା ମନ୍ଦ କାର୍ଯ୍ୟ କରିଅଛୁ, এই সমস্ত বিষয়କୁ ନେଇ ପରମେଶ୍ୱର ବିଚାର କରିବେ। ଏମିତି ଏକ ସମୟ, ଏମିତି ଏକ ଦିନ, ଏମିତି ଏକ ମାସ ଯାହାକି ପୃଥିବୀ ଆରମ୍ଭରୁ ହେଇନାହିଁ, ଏହିପରି ସମୟ ଆସିବା ପାଇଁ ଯାଉଛି। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ ଥାନ୍ତୁ, ଏମିତି ସମୟ ଆସିବା ପାଇଁ ଯାଉଛି। ପ୍ରଭୁଙ୍କ ନାମରେ ଧନ୍ୟବାଦ ଦେଉ ଯେ ଆମେମାନେ ସମସ୍ତ ଲୋକ ତ ପ୍ରଭୁ ଯୀଶୁଙ୍କ ପାଖରେ ବିଚାରିତ ହେବା। କର୍ମ ଅନୁସାରେ ଯଦି ଭଲ କାର୍ଯ୍ୟ କରିଥାଉ ତାହେଲେ ପ୍ରଭୁ ଯୀଶୁଙ୍କର ସହିତ ଆମେମାନେ ସ୍ୱର୍ଗ ରାଜ୍ୟକୁ ଯିବା। ଯଦି ମନ୍ଦ କାର୍ଯ୍ୟ କରିଥାଉ ତାହେଲେ ନରକକୁ ପ୍ରଭୁ ଯୀଶୁ ଫିଙ୍ଗିଦେବେ। ଏବଂ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି ସେମାନଙ୍କ ମଧ୍ୟରୁ ଯଦି ଭଲ କାର୍ଯ୍ୟ କରିଥାନ୍ତି ତାହେଲେ ସେମାନେ ମଧ୍ୟ ପ୍ରଭୁ ଯୀଶୁଙ୍କର ସହିତ ସ୍ୱର୍ଗକୁ ଯିବେ। ଯଦି ସେମାନଙ୍କ ମଧ୍ୟରୁ ଯଦି ଖରାପ କାର୍ଯ୍ୟ କରିଥାନ୍ତି ତାହେଲେ ସେମାନଙ୍କୁ ମଧ୍ୟ ନରକକୁ ଫିଙ୍ଗି ଦିଆଯିବ। ସ୍ୱର୍ଗର ଦୂତମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁ ଛାଡ଼ି ନାହାନ୍ତି, ବିଚାର ଦିନ ପାଇଁ ସେମାନଙ୍କୁ ରଖିଅଛନ୍ତି, ଅନ୍ଧକାରରେ ଭାନ୍ଦିକି ରଖିଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ ଥାନ୍ତୁ। ଆପଣମାନେ ଭାବନ୍ତୁ ନାହିଁ ବା ଭୁଲନ୍ତୁ ନାହିଁ ଯେ ଆମେମାନେ ମରିଗଲେ ସରିଲା। ଯେତେଜଣ ମରିଅଛନ୍ତି, ଆମେମାନେ ଯେତେଜଣ ଜୀବିତ ଅଟୁ, ଆମେ ସମସ୍ତ ଲୋକ ପ୍ରଭୁଙ୍କର ସେଇ ଦିନରେ ଆମେମାନେ ବିଚାରିତ ହେବା। ଏବଂ ବିଚାରିତ ହେବା ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆଉ ଗୋଟିଏ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଜୀବନ ପୁସ୍ତକରେ ଯଦି ଆମ୍ଭମାନଙ୍କର ନାମ ଯଦି ନାହିଁ, ଯଦି ପରମେଶ୍ୱରଙ୍କ ଦୃଷ୍ଟିରେ ଆମେମାନେ ଯଦି ମନ୍ଦ କାର୍ଯ୍ୟ କରିଥାଉ, ଆମର କର୍ମ ଅନୁସାରେ ଯଦି ଆମେ ବିଚାରିତ ହେଲା ପରେ ଆମେ ଯଦି ଧରାଯିବା, ଆମର କର୍ମ ଯଦି ସଠିକ ନଥାଏ, ତାହେଲେ ଆପଣମାନେ ଭାବି ନିଅନ୍ତୁ ଜୀବନ ପୁସ୍ତକରୁ ଆମର ନାମ ପ୍ରଭୁ କାଟିବେ ଏବଂ କାଟି ଦିଆଯାଇଅଛି। ଯଦି ଆମେମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବା, ଧାର୍ମିକ ଜୀବନ ଯାପନ କଟିବା ଏବଂ ପ୍ରଭୁଙ୍କ ଦୃଷ୍ଟିରେ ଯଦି ଭଲ କାର୍ଯ୍ୟ କରିବା, ତାହେଲେ ଜୀବନ ପୁସ୍ତକରେ ଆମର ନାମ ଅଛି। ଏବଂ ଆଉ ଗୋଟିଏ ବିଷୟ ମଧ୍ୟ କହିବା ପାଇଁ ଚାହେଁ, ଜୀବନ ପୁସ୍ତକରେ ନାମ ଲେଖାଇବା ପାଇଁ ହେଲେ ଆମେ ନିଜେ ଦାୟୀ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କେମିତି ଆମେ ଯଦି ଭଲ କାର୍ଯ୍ୟ କରିବା ତାହେଲେ ପ୍ରଭୁଙ୍କ ଦୃଷ୍ଟିରେ ଭଲ ଦିଶିବ, ଆମେ ଯଦି ମନ୍ଦ କାର୍ଯ୍ୟ କରିବା ତାହେଲେ ଜୀବନ ପୁସ୍ତକରେ ନାମ କାଟିଦେବେ। ଆମେ ନିଜେ ହିଁ ଏ ବିଷୟ ଆମେ ନିଜେ ଦାୟୀ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆଉ ଗୋଟିଏ ପଦପର୍ବ ପଢ଼ିବା। ଜିସାଇ ପୁସ୍ତକ, ଜିସାଇ ତାର 66:24। ଜିସାଇ, ପୁଣି ସେମାନେ ବାହାରେ ଯାଇ ଯେଉଁମାନେ ଆମ ବିରୁଦ୍ଧରେ ଅଧର୍ମ କରିଅଛନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ପ୍ରଭୁ ଯୀଶୁଙ୍କ ବିରୁଦ୍ଧରେ ଅଧର୍ମ କରିଅଛନ୍ତି ସେଇ ଲୋକମାନଙ୍କର ଶବ ଦେଖିବେ, କାରଣ ସେମାନଙ୍କର କୀଟ ମରିବ ନାହିଁ କିମ୍ବା ସେମାନଙ୍କର ଅଗ୍ନି ନିର୍ବାଣ ହେବ ନାହିଁ, ପୁଣି ସେମାନେ ସମସ୍ତ ମର୍ତ୍ତ୍ୟର ଘୃଣାସ୍ପଦ ହେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀରେ ଏମିତି ଦିନ, ଏମିତି ସମୟ, ଏମିତି ଏକ ମାସ ଆସିବା ପାଇଁ ଯାଉଛି। ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ ଆପଣମାନଙ୍କର ଯେକୌଣସି ମନ୍ଦ କାର୍ଯ୍ୟ କରିଅଛନ୍ତି ଆପଣମାନେ ପରିତ୍ୟାଗ କରନ୍ତୁ ଏବଂ ପ୍ରଭୁ ଯୀଶୁଙ୍କ ପାଖରେ ଆପଣମାନେ ଶରଣାଗତ ହୋଇ ନିଜର ପାପକୁ ସ୍ୱୀକାର କରନ୍ତୁ। ପ୍ରଭୁ, ମୁଁ ଜଣେ ପାପୀ ବୋଲି କୁହନ୍ତୁ। ପ୍ରଭୁ ଯୀଶୁ ପାପକୁ ଘୃଣା କରନ୍ତି କିନ୍ତୁ ପାପୀକୁ ପ୍ରେମ କରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ, ଆପଣମାନେ ପାପରେ ମୃତ୍ୟୁ କି ପାପ ପ୍ରତି ଆପଣମାନେ ମୃତ୍ୟୁ? ଆପଣମାନେ ଲେଖି ଜଣାନ୍ତୁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆଉ ଗୋଟିଏ ପଦପର୍ବ ଦେଖିବା। ମାତୀୟ ଲିଖିତ ସୁସମାଚାର
ମାଥିଉ ଲିଖିତ ସୁସମାଚାର ତାର 13 ପର୍ବ ତାର 40, 41, 42। ଅତଏବ ବାଳୁଙ୍ଗା ସେପରି ଏକାଠି କରାଯାଏ, ନିଆଁରେ ପୋଡ଼ାଯାଏ, ଯୁଗାନ୍ତ ସମୟରେ ସେପରି ଘଟିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଳୁଙ୍ଗା ଯେପରି ଅର୍ଥାତ୍ ଯେମିତି ଆମେ କ୍ଷେତରେ ଗୋଟିଏ କ୍ଷେତରେ ଯଦି ଆମେ ଧାନ ବିହନ ବୁଣିଥାଉ ସେଇ ଜାଗାରେ ଘାସ ମଧ୍ୟ ବାହାରିଥାଏ, ଭଲ ବିହନ ଜାଗାରେ ଘାସ ମଧ୍ୟ ବାହାରିଥାଏ। ଏ ପୃଥିବୀରେ ଠିକ୍ ସେମିତି ଭଲ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି, ଖରାପ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି। ଅର୍ଥାତ୍ ବାଳୁଙ୍ଗା ଅଛନ୍ତି, ଗହମ ମଧ୍ୟ ଅଛି। କିନ୍ତୁ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମନୁଷ୍ୟ ପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମଚାରୀମାନଙ୍କୁ ସଂଗ୍ରହ କରିବେ। କାହାକୁ ସଂଗ୍ରହ କରିବେ? ଅଧର୍ମଚାରୀମାନଙ୍କୁ ସଂଗ୍ରହ କରିବେ। ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷେପ କରିବେ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ଏବଂ ଲେଖାଯାଏ ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜମୟ ଦେଖାଯିବେ। ଯାହାର କାନ ଅଛି ସେ ଶୁଣୁ। କାହିଁକି ଏ ବିଷୟ ଲେଖାଯାଉଅଛି ବା ଲେଖି ଅଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ? এই ଦାନିଏଲ ପୁସ୍ତକ ତାର 12 ପର୍ବ 1 ପଦରୁ ଯଦି 2 ପଦ ଦେଖିବେ ତାହେଲେ এই ବିଷୟ ହିଁ ଲେଖାଯାଉଅଛି ବା ଲେଖାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କିନ୍ତୁ ପ୍ରକାଶିତ ବାକ୍ୟ ତାର 22 ପର୍ବ ତାର 10 ପଦ ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ଲେଖାଯାଏ 22 ପର୍ବ ତାର 10 ପଦ, এই ଜାଗାରେ ଲେଖାଯାଏ, ଆଉ ସେ ମୋତେ କହିଲେ, ତୁମେ এই ପୁସ୍ତକର ଭାବବାଣୀ ସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ। ଲେଖାଯାଏ ଯେ ଅଧର୍ମଚାରୀ ସେ ଆହୁରି ଅଧର୍ମଚାରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ ଆହୁରି ଧାର୍ମିକ କରୁ, ନାଇଁ ସରି ଧର୍ମାଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ এই ପୃଥିବୀରେ ଏମିତି ସମୟ, ଏମିତି ମାସ, ଏମିତି ଦିନ ଆସିବା ପାଇଁ ଯାଉଅଛି, ଯଦି ଆପଣମାନେ ଖରାପ କାର୍ଯ୍ୟ କରୁଅଛନ୍ତି ତାହେଲେ ଅଧିକ ଖରାପ କରନ୍ତୁ। କାହିଁକି ଆପଣମାନେ ଟିକେ ଖରାପ କରି ଭଲ କରି ଆପଣମାନେ ସ୍ୱର୍ଗ ବା ନରକକୁ ଯିବେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦାନିଏଲ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ ଆପଣମାନେ ପଢ଼ିଅଛନ୍ତି, ଆପଣମାନେ ଜାଣିଅଛନ୍ତି। କାରଣ ପ୍ରକାଶିତ ବାକ୍ୟରେ ଲେଖାଯାଇଅଛି, ବର୍ତ୍ତମାନ ଆପଣମାନେ ପଢ଼ିଥିବେ, ବର୍ତ୍ତମାନ ସମୟରେ ବା ସେଇ ଶେଷ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବର୍ତ୍ତମାନ ଆପଣମାନେ ପଢ଼ିଅଛନ୍ତି ବା ଶୁଣି ମଧ୍ୟ ଅଛନ୍ତି। ତାର 22 ତାର 10ରୁ ଲେଖାଯାଇଅଛି, ଯେ ଅଧର୍ମଚାରୀ ସେ ଆହୁରି ଅଧର୍ମଚରଣ କରୁ। କାହିଁକି ଆପଣମାନେ ଖରାପ କାର୍ଯ୍ୟ କରି ଆପଣମାନେ ନରକକୁ ଯିବେ? ଆପଣମାନେ ବେଶୀ ଖରାପ କାର୍ଯ୍ୟ କରନ୍ତୁ, ତାପରେ ନରକକୁ ଯାଆନ୍ତୁ। କିମ୍ବା ଆପଣମାନେ ଯଦି ଧାର୍ମିକ ତାହେଲେ ଅଧିକ ଧାର୍ମିକ ହୁଅନ୍ତୁ। ଯଦି ଆପଣମାନେ ଟିକେ ଧାର୍ମିକ ହୋଇ ଆହୁରି ଯଦି ଖରାପ କାର୍ଯ୍ୟ କରିବେ ତାହେଲେ ଆପଣମାନେ କେଉଁଠି ଯିବେ? କିନ୍ତୁ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦେଖ ଆମେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବାକୁ ଆମର ପୁରସ୍କାର ତା ସଙ୍ଗରେ ଅଛି। ପ୍ରତ୍ୟେକ ଲୋକର କର୍ମ ଅନୁସାରେ ବିଚାରିତ କରିବେ। ଏବଂ ପ୍ରକାଶିତ ବାକ୍ୟରେ ଲେଖାଯାଏ, ତୁମେ ଉଷୁମ ନହେଲେ ଥଣ୍ଡା ହେଲେ ଭଲ ହୁଅନ୍ତା। ଆମେ ଯଦି ଧାର୍ମିକ ହେଲେ ହେବା, ନହେଲେ ଅଧାର୍ମିକ ହେଲେ ହେବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କ'ଣ ହେବା ପାଇଁ ଇଚ୍ଛା କରୁଛନ୍ତି? ପ୍ରଭୁଙ୍କ ଦୃଷ୍ଟିରେ ଭଲ କାର୍ଯ୍ୟ କରିବା ପାଇଁ କିମ୍ବା ମନ୍ଦ କାର୍ଯ୍ୟ କରିବା ପାଇଁ? ଯଦି ଯେକୌଣସି ବ୍ୟକ୍ତି ଯଦି ମନ୍ଦ କାର୍ଯ୍ୟ କରୁଅଛି, ଖରାପ କାର୍ଯ୍ୟ କରୁଅଛି, ତାହେଲେ ଲେଖାଯାଏ ସେ ଶୈତାନର ସନ୍ତାନ, ଶୈତାନର ଜାତ, ସେଇ ମିଥ୍ୟାବାଦୀର ପିତାର ସନ୍ତାନ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉଛେ, এই জায়গায় আউ থরে আপনার পাখে প্রকাশ করা চাহে, সে সময় তুম লোকর সন্তানগণ সাহায্যকারী মিখাইল মহান অধিপতি ঠিয়া হেবে। মনুষ্য গোষ্ঠীর স্থিতিকাল ঠার সে সময় পর্যন্ত
जो प्रकार संकट काल केबे होई नाही एपरि संकट काल उपस्थित हेबो आ तुमर गोष्ठी जे प्रत्येक नाम पुस्तक लिखित होई अछि से माने प्रत्येक से समय उद्धार पाइबे पुणी धूली रे पुणी पृथ्वीर धूली रे जो माने शयन करती से मानक मध्य अनेक जागी उठिबे केतेक अनंत जीवन केतेक लोचा अनंत अवज्ञा पाई उठिबे प्रभुंकर प्रिय लोक माने एपरि समय एपरि मास एपरि दिन ए पृथ्वी रे आसीबा पाई जाउछि से दिन से मास से वर्ष आसवा पूर्वर आपण समस्त लोक मोर अनुरोध आपण मानकर निश्चर पाप को प्रभु जीशु पाखरे आपण माने स्वीकार करंतु प्रभु मुसले पापी बोली कहतु एवं आपण माने जेकोसी खराब कार्य करी अछते जेकोसी खराब कार्य करी अछते से समस्त कार्य आपण माने फेरंतु एवं प्रभु जीशु पाखरे शरणागत हूँ निश्चर पाप को आपण माने निचे निचे आपण माने पश्चाताप करंतु प्रभुंकर प्रिय लोक माने तेबे चाहे प्रभु जीशु आपण को क्षमा करेंगे समय थाउ थाउ सुजोग थाउ थाउ आपण माने प्रभु जीशु पाखरे शरणागत हुए नतमस्तक हुए आमर निश्चर पाप को स्वीकार करवा एवं अनुताप करवा कहीं प्रभुंकर प्रिय लोक माने गोटे विषय आपण मानक पाखरे कहू अच्छी दुई पार्श्व दुईटी चोर थिले मझिरे जीशु थिले गोटे चोर आउ गोटे चोर को गाली करुछि एवं जीशु को मध्य निंदा करुछि किंतु आउ गोटे चोर प्रभु जीशु को पाखरे से निश्चर प्रार्थना कले एवं से प्रार्थना प्रभु जीशु शुणिले आज मो सहित तुम्हें पारादीस उपस्थित हेब ए विषय कहले किंतु आउ गोटे चोर से प्रभु जीशु को निंदा कला एवं निजर शारीरिक चिंता कला निज इच्छा बंचापी अनेक प्रकार लेखा जाइ से चेष्टा कला किंतु एई जगह गोटे विषय प्रभुंकर प्रिय लोक माने से प्रार्थना कले प्रभु मु पापी बोली कहले एवं प्रभु जीशु को विश्वास कले आम मैंने निश्चर कर्म अनुसार विचारित होचु बोली कहले एवं प्रभु जीशु तार प्रार्थना शुणिले किंतु आर प्रार्थना शुणिले ना कहीं से व्यक्ति समस्त विषय प्रभु जीशु पाखे कही अच्छी निश्चर पाप को स्वीकार कर किंतु ये व्यक्ति स्वर्ग को से जाई ना कहीं जाई ना प्रभुंकर प्रिय लोक माने कारण निश्चर पाप को से स्वीकार कला ना एवं आउ गोटे विषय मध्य कहवाई चाहे प्रभुंकर प्रिय लोक माने से जीवन कर्ता ता पाखरे थिले मध्य से निज को बंचाई पारिला ना वर्तमान समय जो परमेश्वर स्वर्ग पृथ्वी एवं आपण को सृष्टि कले स्वर्ग एवं पृथ्वीर अधिकारी सर्व सृष्टिकर्ता सर्वव्यापी परमेश्वर से जीवन कर्ता आपण पाखरे अच्छे आपण को सुजोग दौरान आपण को समय देते आपण सब विषय देते जदि आपण सम्मुखें अच्छा जदि आपण मैंने समय थाउ तो सुजोग थाउ थाउ जदि आपण मैंने निश्चर पाप को जदि स्वीकार करेंगे ना हाथ छड़ा करेंगे ताले जीवन कर्ता निश्चर पाखरे थाई मध्य आपण माने मृत्युवरण होला परे आपण माने नरक को जीवे प्रभुंकर प्रिय लोक माने सेतिपाए आपण माने जागृत हुंतु शेष पर्यंत धैर्य धरिक रुहंतु एई छटिया वाक्य द्वारा आपण समस्त लोकंकु प्रभु आशीर्वाद करंतु एवं मते मध्य आशीर्वाद करंतु एवं प्रभुंकर प्रिय लोक माने एई प्रकार चैनल मानू को आपण माने सब्सक्राइबर करंतु तेबे जाई किछि ना किछि शिखि पारिबे।